প্রিয় দর্শক নমস্কার, মু ডক্টর ভবতোষ মণ্ডল আজি এপরি এক বিষয় উপরে আলোচনা করবি যাহা রোগী মানଙ୍କର চিকিৎসারে বাধা সৃষ্টি করছে। রোগী মানে হসপিটাল যাଉଛନ୍ତି, ডাক্তার ମାନଙ୍କ পরামর্শ অনুসারে বিভিন্ন প্রকার পরীক্ষা କରୁଛନ୍ତି। ସେହି ରିପୋର୍ଟରେ ବେଳେ ବେଳେ ରୋଗ ଚିହ୍ନଟ ହୁଏ ଆଉ ବେଳେ ବେଳେ ରୋଗ ଚିହ୍ନଟ ହୋଇପାରେ ନାହିଁ, ଅର୍ଥାତ୍ ରିପୋର୍ଟ ନର୍ମାଲ ଆସେ। ରିପୋର୍ଟ ନର୍ମାଲ ଆସିବାର ଅର୍ଥ ହେଉଛି ଯେ ରୋଗୀ ଶରୀରରେ ରୋଗ ନାହିଁ, ମାତ୍ର ପ୍ରକୃତରେ ରୋଗୀ ଜଣକ ବିଭିନ୍ନ ରୋଗ କଷ୍ଟ ଭୋଗ କରୁଛନ୍ତି। ବିଭିନ୍ନ ପ୍ରକାର ଔଷଧ ସେବନ ପରେ ମଧ୍ୟ ସୁସ୍ଥ ହୋଇପାରୁନାହାନ୍ତି। ଏଠାରେ ଡାକ୍ତର ରୋଗୀ ଚିକିତ୍ସା କରିବା, ରୋଗୀ ଔଷଧ ସେବନ କରିବା, ଶାରୀରିକ କଷ୍ଟ ପାଇବା, ହଜାର ହଜାର ଟଙ୍କା ଖର୍ଚ୍ଚ କରି ମଧ୍ୟ କିଛି ସୁଫଳ ମିଳିପାରୁନାହିଁ, କାରଣ ରୋଗ ଚିହ୍ନଟ ହୋଇ ନପାରିବା। ତେବେ ଏପରି ହେଉଛି କାହିଁକି? ରୋଗ ଚିହ୍ନଟ ପାଇଁ ଯେଉଁ ପରୀକ୍ଷା କରିବା ଦରକାର ହୁଏତ ତାହା କରାଯାଇ ନାହିଁ, ବା ହୁଏତ ସେ ପରୀକ୍ଷା ଏବେ ପର୍ଯ୍ୟନ୍ତ ଉଦ୍ଭାବନ ହୋଇପାରି ନାହିଁ। ପ୍ରିୟ ଦର୍ଶକ, ଅନେକ ସମୟରେ ଦେଖାଯାଏ ଯେ ଯେତେବେଳେ ରୋଗୀ ଜଣକ ପ୍ରଥମ ଥର ପାଇଁ ରୋଗରେ ପଡୁଛନ୍ତି ସେତେବେଳେ ତାଙ୍କ ରୋଗ ପରୀକ୍ଷା ଦ୍ୱାରା ସହଜରେ ଚିହ୍ନଟ ହୋଇଯାଏ, ମାତ୍ର ଅପ୍ରାକୃତିକ ଚିକିତ୍ସା ହେତୁ ସେହି ପୁରୁଣା ରୋଗର ଲକ୍ଷଣ ରୋଗୀ ଶରୀରରେ ଥିଲେ ମଧ୍ୟ ତାହା ସବୁବେଳେ ଚିହ୍ନଟ ହୋଇପାରେ ନାହିଁ। ଏହି ଚିକିତ୍ସା ଯୋଗୁଁ ରୋଗ ଜୀବାଣୁ ରକ୍ତରେ ରହି ନପାରି ଲିଭର, ସ୍ପ୍ଲିନ୍ ପରି ସୁରକ୍ଷିତ ସ୍ଥାନରେ ଲୁଚି ଯାଆନ୍ତି। ବେଳେ ବେଳେ ଦେଖାଯାଏ ଚିକିତ୍ସାର କିଛି ଦିନ ପରେ ରୋଗଟି ପୁଣି ଫେରି ଆସୁଛି, ଆଉ ବେଳେ ବେଳେ ରୋଗଟିର ରୋଗ ଲକ୍ଷଣ ବହୁତ ଦୁର୍ବଳ ଅବସ୍ଥାରେ ଥାଏ। ଶରୀରରେ ରୋଗ ସପ୍ରେସନ ହୋଇଥିଲେ ତାର ଲକ୍ଷଣ ନିଶ୍ଚୟ ରହିବ। ଯେପରି ମ୍ୟାଲେରିଆ ରୋଗ ସପ୍ରେସନ ହୋଇଥିଲେ ରୋଗୀର ମୁଣ୍ଡ ବଥା, ମୁଣ୍ଡ ଭାରି ଲାଗିବା, ମୁଣ୍ଡ ବୁଲେଇବା, ଚିଡ଼ଚିଡ଼ା ଲାଗିବା, ବିନା କାରଣରେ ଶରୀର ଶୀତେଇ ଉଠିବା, ଶରୀରରେ ବଥା ଅନୁଭବ କରିବା, ଜ୍ୱର ନଥାଇ ଶରୀର ଭିତରେ ଜରୁଆ ଜରୁଆ ଲାଗିବା, ବାନ୍ତିଆ ଲାଗିବା ଇତ୍ୟାଦି ଲକ୍ଷଣ ସବୁ ଥାଏ। ମାତ୍ର ସବୁ ଲକ୍ଷଣ ସବୁ ରୋଗୀଠାରେ ନଥାଏ। ଏହି ଜୀବାଣୁ ବିଭିନ୍ନ ଗ୍ଲାଣ୍ଡରେ ରହିଥିବାରୁ ସେହି ଗ୍ଲାଣ୍ଡ ଗୁଡ଼ିକ ସୁସ୍ଥ ଭାବରେ କାର୍ଯ୍ୟ କରି ନପାରିବାରୁ ଏହି ପୁରୁଣା ରୋଗ ସହିତ ଆହୁରି ବିଭିନ୍ନ ପ୍ରକାର ନୂତନ କଷ୍ଟଦାୟକ ରୋଗ ଯେପରି ଆସିଡିଟି, ବାରମ୍ବାର ଥଣ୍ଡା ଧରିବା, ଥଣ୍ଡା ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା, ବିଭିନ୍ନ ପ୍ରକାର ଏଲର୍ଜି, ଶ୍ୱାସ ସମସ୍ୟା, ଚର୍ମ ରୋଗ, ରକ୍ତହୀନତା ଇତ୍ୟାଦି। ପୁରୁଣା ରୋଗର ଲକ୍ଷଣ ଦୁର୍ବଳ ଥିବାରୁ ରୋଗୀ ସେଗୁଡ଼ିକୁ ସବୁବେଳେ ଅନୁଭବ କରିପାରେ ନାହିଁ, ମାତ୍ର ନୂତନ କରି ଆସିଥିବା ରୋଗ ଯେପରି ଏସିଡିଟି ଯୋଗୁଁ ଛାତି ତଣ୍ଟି ଜଳାପୋଡ଼ା, ଅମ୍ଳପିତ୍ତ ବାନ୍ତି, ପେଟରେ ଗ୍ୟାସ୍, ପେଟ ବଥା, କନଷ୍ଟିପେସନ୍, ଇଣ୍ଡାଇଜେସନ୍, ଏଲର୍ଜି ହେତୁ ଶ୍ୱାସ ରୋଗ, ଚର୍ମ ରୋଗ, ରକ୍ତହୀନତା ଇତ୍ୟାଦି ସମସ୍ୟା ନେଇ ରୋଗୀ ପୁଣି ଡାକ୍ତର ପାଖକୁ ଯାଆନ୍ତି। ସେଠାରେ ଡାକ୍ତର ରୋଗୀକୁ ପୁଣି ବିଭିନ୍ନ ପ୍ରକାର ଟେଷ୍ଟ ପାଇଁ ଉପଦେଶ ଦିଅନ୍ତି, ମାତ୍ର ସେହି ଟେଷ୍ଟ ଦ୍ୱାରା ରୋଗ ଚିହ୍ନଟ ପ୍ରାୟ ହୋଇପାରେ ନାହିଁ। ତେଣୁ ଡାକ୍ତର କେବଳ ଉପଶମକାରୀ ଔଷଧ ସେବନ କରିବାକୁ ଦିଅନ୍ତି। ଚେଷ୍ଟା ନକରି ଜଣେ ସୁଦକ୍ଷ ହୋମିଓପାଥିକ ଚିକିତ୍ସକଙ୍କ ସହିତ ସାକ୍ଷାତ କଲେ ରୋଗୀର ଶରୀରରେ ଦବି ରହିଥିବା ରୋଗର ଦୁର୍ବଳ ଲକ୍ଷଣ, ନୂତନ ରୋଗ ଲକ୍ଷଣ ଏବଂ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ହୋଇଥିବା ରୋଗ ଲକ୍ଷଣକୁ ବିଚାର କରି ରୋଗୀର ଚିକିତ୍ସା କଲେ ଅତି ସହଜରେ କେବଳ ଗୋଟିଏ ଚିକିତ୍ସା ଦ୍ୱାରା ରୋଗୀ ଶରୀରରେ ଥିବା ସମସ୍ତ ପ୍ରକାର ରୋଗ କଷ୍ଟ ସବୁଦିନ ପାଇଁ ଚାଲିଯିବ। ପ୍ରିୟ ଦର୍ଶକ, ଆମର ଏହି ଇନଫର୍ମେଟିଭ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିଲେ ଏହି ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରି ନିଜେ ଜାଣିବା ସହିତ ଅନ୍ୟ ରୋଗୀମାନଙ୍କୁ
ଜାଣିବାକୁ ସହଯୋଗ କରନ୍ତୁ। ଆଉ ଆପଣ ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥିଲେ ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକୁ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।